ଗଳ୍ପ ଅଧିକାର ରଚୟିତା ଲକ୍ଷ୍ମୀକାନ୍ତ ମହାପାତ୍ର। ମା, ତୁ କାହିଁକି ପିଠା ଘେନ୍ତିକି ଅଇଲୁ? ବୋହୂ କୁଆଡ଼େ ଗଲା କି? କେଜାଣିଲୋ ମା, ତାଙ୍କ କଥା ମୋର। ଏତିକି କହି ହରିଆ ମା ବୁଢ଼ୀ କଂସା ଖଣ୍ଡିକ ଥୋଇଦେଲା ହରିଆ ପାଖରେ। ହରିଆ ସେତେବେଳେ ମହାଜନ ଘର ନଳିତା ବାଡ଼ିରେ ନଳିତା କାଟୁଥିଲା। ଆହୁରି 5-7 ଜଣ ମୂଲିଆ ବି ଲାଗିଥିଲେ। ସମସ୍ତେ ଯେଝା ପାହି ଧରି ନଳିତା କାଟୁଥାନ୍ତି। ଉଞ୍ଚ ଉଞ୍ଚ ଗଛ ଗହଳରେ କେହି କାହାରକୁ ଦେଖାଯାଉନାହାନ୍ତି। ହୁଁଟିଆ ମାରି ହରିଆ ଦା ଓ କଟୁରୀ ଥୋଇଦେଇ ପିଠା ଖାଇ ବସିଲା। ବୋହୂ କ'ଣ କରୁଛି କି ମା? କହିବି କ'ଣ ରେ ପୁତ, ଆଜିକାଲିକା ଟୋକିଙ୍କର କ'ଣ ଗିରସ୍ତ ପାଇଟି କରିବାକୁ ମନ ଅଛି କି? ଖାଲି ଚେହେରା ବାଗେଇବା, ମୁଣ୍ଡ କୁଣ୍ଡେଇବା, ହେଁ ହେଁ ଫେଁ ଫେଁ, ଏ କିସଲୋ ମା? ଆମେ କ'ଣ ବୋହୂ ଭୁଆସଣୀ ହୋଇ ନଥିଲୁ? ଆମର କ'ଣ ବଅଁଶ କାଳ ନଥିଲା? ଆମେ କ'ଣ ରସିକପଣ ଜାଣିନଥିଲୁ? ତା ବୋଲି କ'ଣ କହୁନାହୁଁ ଭଲ କରି? ହରିଆ ଖାଉ ଖାଉ କହିଲା, ମୁଁ ଯେତେ କହିଲି ପୁଅ ଭୁକେଇବନି, ପିଠା ନେଇ ଯା ବୋଲି, ସେ ଖାଲି ହଁ ଗଲି କରି ଟାଳ ମଟାଳ କଲା। ଯେଉଁଠୁ ମୁଁ କ'ଣ କରିବି, ଆପେ ଘିନ୍ତି ଆସିଲି। ମା ନୁହେଁ ତ ସେ ପେଟ କଥା ବୁଝିବ। କ'ଣ କରୁଥିଲା କି ସେ? କରିବ ଆଉ କ'ଣ, ସେଇ ମହାଜନ ପୁଅ ବିଚ୍ଛନ୍ଦ ଅଇଲା ଯେ। ବୁଢ଼ୀ ରହିଗଲା। ଓ ବିଚ୍ଛନ୍ଦ ବାବୁ, ମୋତେ ଡାକିବାକୁ ଆସିଥିବେ? ହଁ। ଗହିରିଆ ହୁଁଟି ମାରି ବୁଢ଼ୀ ମୁହଁଟା ବୁଲେଇ ଦେଲା। କହିଲା, ଆଉ କ'ଣ ଦିନ ଦିନ କ'ଣ ତତେ ଡାକିବାକୁ ଆସିବ? ଆଉ କିଛି କାମ ନାହିଁ ପରା ତା'ର? କାଲିଠୁ ତ ବଇନା ପକେଇ ଯାଇଛି। ଆଉ ପୁଣି କ'ଣ? ହେଲେ କାମଟା ଯେ ତାଙ୍କିରି ଦେଖିବେ ନାହିଁ। କ'ଣ ତୁ ନଥିଲା ବେଳରେ ଆମର ଘରକୁ ଆସିବାରେ ତା'ର ଖାଲି ଗରଜ ପଡ଼ିଥାଏ ନାହିଁ? ଆଉ ସେ ଆଇଲା କ୍ଷଣି କି ଦେଖିବ ୟାଙ୍କର ବର୍ଚର ଫରଫର, ଯେମିତି କୁଟିନିଧି ମିଳିଗଲା। ଆପଣା ଘଇତାକୁ ହେଲେ ୟାର କାଣିଚାଏ ସୁଆଗ। ତୁ କ'ଣ କହୁଛୁ ମା? ମୁଁ ବୁଝିପାରୁନି। ସଫା ସଫା କହୁନୁ। କହିଲେ ତ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୂଳ ଭାସି ଯାଉଛି। ତୁ ସିନା କାନରେ ତୁଳା ଦେଇ ବସିଛୁ, ରାଇଜ ଯାକ ଯେ ଫୁସୁର ଫାସର ଲାଗିଛି। ହାଡ଼ ମାଉଁସ ଶରୀର ସହିବ କେତେକେ? କୋଉ କଥାରେ ଫୁସୁର ଫାସର ମ? ଆଉ କେଉଁ କଥା? ଏଇ କଥା। ତେଣୁ ଆସିବ କି ଡାକଟା ମାରିଦେବ ହରିଆ ହରିଆ ବୋଲି, ସେଇଟା ଠାର। ତେଣୁ ବୋହୂ ଆସିବ ଧାଇଁ। କି ଖୁସି ସିଏ। ମୋତେ ଏଗୁଡ଼ାକ ଭଲ ଲାଗୁନାହିଁ ପୁଅ। ଆମେ ଯେତେ ହେଲେ ନେଞ୍ଚ ଲୋକ, ସେ ହେଲା ଜାତିଆ ବଡ଼ ଘର ପୁଅ। ଏତେ ଗେହ୍ଲ ନାଟ କ'ଣ ତା ସାଙ୍ଗରେ? ହରିଆ ପାଟିରେ ପିଠା ଖଣ୍ଡିକ ଅଟକି ଯାଇଥିଲା। ତା ତୁଣ୍ଡରୁ ଛେପ ଶୁଖି ଆସିଲା। ସେ ଆଉ ଚୋବାଇ ପାରୁନଥିଲା ଯେପରି। ବୁଢ଼ୀ ପୁଣି କହିଲା, ହେଲେ ବା ତୁ ସୁନ୍ଦରୀ ହେଇଛୁ, ଗୋରୀ ହେଇଛୁ, ସରଗ ଅପକ୍ଷରୀ ହେଇଛୁ। ଆଉ କ'ଣ କେହି ନଥିଲେ? ହରିଆ ବଲ ବଲ କରି ଚାହିଁଥାଏ। ଖାଇଦେ ରେ ଖାଇଦେ, କେତେ ବା ପିଠା? ଖାଉଛି। ହରିଆ ପାକୁଳିବାକୁ ଚେଷ୍ଟା କଲା। ବୁଢ଼ୀ ବସି ବସି କହିଲା, ଏଇ ତୋ ବାପା ଭଲରେ ମନ୍ଦରେ ମୋତେ କେତେ ମାରୁନଥିଲା। ଦିନେ କେଉଁ ଗୋଟାଏ କଥାରେ ଏମିତି ମାଡ଼ ମାଇଲା ଯେ ମୋ ଅଣ୍ଟାରେ ଆଜି ଯାଏଁ ଦରଜ ରହିଛି। ଓଃ, ତୁ କହୁଛୁ ମୁଁ ତାକୁ ମାରି ଅଣ୍ଟା ଦରଜ କରେଇ ଦିଏଁ? ହରିଆ ଏତକ କହି ଶୁଖିଲା ହସଟାଏ ହସିଲା। ନାହିଁ, ତାହା କହୁନାହିଁ ଯେ, ତେବେ ଟିକେ ଅଧେ ତେଜ ମର୍କଟ ଶାସନା ନ କଲେ ମାଇପି ଜାତି ମାନିବେ ନା। ତୁ ତ ହେଲୁ ନିହାତି ସୁଧାର। କଥାରେ କହନ୍ତି, ସୁଧାର ଗାଈର ବାଛୁରୀ ମରେ। ଶରଧା କର, ଗେହ୍ଲ କର, ସୁଆଗ କର, କିଏ ମନା କରୁଛି? ତା ବୋଲି ମୁଣ୍ଡ ଉପରେ ରହ। ବିଚ୍ଛନ୍ଦ ଏଇକ୍ଷଣି ଆମ ଘରେ। ମୁଁ ଆସିଲା ବେଳେ ତ ଥିଲା।
ଇଆଡ଼ୁ ଯାଇ ଡାକ ମାରିଲା। ସେ ସିଆଡ଼ୁ ଅଇଲା ଘୁଡ଼ି ପରି ଧାଇଁ। ଇଏ କହିଲା, ହରିଆ କାହିଁ? ସେ ହସି ହସି କହିଲା, କାମକୁ ଗଲେଣି। ତାପରେ ଇଏ କହିଲା, ଓଃ କି ଖରାଟା ହେଇଛି, ଟିକେ ବସିଯାଏ। ୟା କହି ବସିଲା। ସିଏ ତାକୁ ହେଁସ ପାରିଦେଇ ତାରି ପାଖରେ ବସି ଲାଗିଗଲା ଖୁସି ଗପ। ମୁଁ ଅଇଲି, ଚାଲି ବାପା, ମୋତେ ଏଗୁଡ଼ାକ। କି ତୁ ଖାଇଲୁ ନାହିଁ ଯେ? ନା, ଆଉ ଖାଇବି ନାହିଁ, ନେଇଯା। ଏହା କହି ହରିଆ ଢାଳରୁ ଢକ ଢକ କରି ଢାଳେ ପାଣି ଠକେଇ ଦେଲା। ବୁଢ଼ୀ ନୁଟା ଓ କଂସା ନେଇ ଚାଲିଗଲା। ହରିଆ ପୁଣି ତା କାମରେ ଗଲା ଲାଗି। କଚ୍ କଚ୍ କରି ହାତ ତାର ଚାଲିବାକୁ ଲାଗିଲା ରେଳଗାଡ଼ି ପରି। ସେ ଯେପରି ମତୁଆଲା ହୋଇ ନଳିତା ଗଛ ଗୁଡ଼ାକ କାଟି ଚାଲିଲା ଭୀମ ପରାକ୍ରମରେ। 3 ହାତ ଓସାରରେ ଗୋଟାଏ ନାଳି ସେ କିଆରି ଭିତରେ ଲମ୍ବି ଯିବାକୁ ଲାଗିଲା। ପ୍ରତି ମିନିଟରେ ତାହା ଆଗକୁ ଆଗକୁ ବଢ଼ି ଯାଉଥାଏ, ଆଉ ତା ସଙ୍ଗେ ସଙ୍ଗେ ହରିଆ ଆଗେଇ ଚାଲିଥାଏ କାଟି କାଟି କଚ୍ କଚ୍ କଚ୍। ଆଉ ଜଣେ ମୂଲିଆ କହିଲା, ବାଃ, ହରିଆ ତ ଭାରି କାମ କରୁଛି, ଆଜିରେ ଏକା ସବୁ ସାରିଦେବ ନା କ'ଣ? ହରିଆ ଶୁଣି ନ ଶୁଣିଲା ପରି କାମରେ ଲାଗି ଚାଲିଲା। ଆଉ ଜଣେ କହିଲା, ଚାହିଁଲୁଣି ବିଚ୍ଛନ୍ନ ବାବୁ ଆସୁଛି। ସେ ପୁଣି କିଏ ମ ତା ସାଙ୍ଗରେ? ଓ, ହରିଆର ବୋହୂ ଗୌରୀ। ହରିଆ ତେଣେକୁ ଚାହିଁଦେଲା। ଆଗେ ଆଗେ ଚାଲିଛି ଗୌରୀ, ଆଉ ତା ପଛରେ ବିଚ୍ଛନ୍ଦ। ସେ ପୁଣି ତା କାମରେ ଲାଗିଲା। ଗୌରୀ ଆସି ତା ପାଖରେ ଛିଡ଼ା ହେଲା। ସେ ତାକୁ ଚାହିଁଲା ନାହିଁ। ଦଣ୍ଡେ ଛିଡ଼ା ହୋଇ ଗୌରୀ କହିଲା, ଆଜି ପିଠା ଖାଇଲ ନାହିଁ? ଭୋକ ନଥିଲା। ଦେହ ଖରାପ ଅଛି? ନା। ତୁ କୁଆଡ଼େ ଆସିଲୁ? ମୁଁ ଅଇଲି ବାସନ ନେବା ପାଇଁ। ମା ନେଇଗଲେଣି। ଜାଣେ। ଓଃ, ସେଇଥିପାଇଁ ପିଠା ଖାଇନାହଁ ପରା। କହି ଗୌରୀ ଟିକେ ମଧୁର ହସ ହସିଦେଲା। ହରିଆ ସେହିପରି ମୁହଁଟାକୁ ହାଣ୍ଡି କରି ରହିଥାଏ। ଗୌରୀ କହିଲା, କ'ଣ କି, ମୁଁ ଆସୁଥିଲି ଯେ, ତେଣୁ ବିଛୁବାବୁ ଆସି ପହଞ୍ଚିଗଲେ। ବସିପଡ଼ି, ହଁ, ତାଙ୍କୁ ଟିକିଏ ଦୋକତା ପତର ଦେଲି, ନିଆଁ ଦେଲି। ସେ ପିକା ଖାଇବାକୁ ମାଗିଲେ ପରା। ପୁଣି ପିକା ତାଙ୍କୁ ଭଲ ମାଡ଼ି ଆସେନା। କହିଲେ ଯେ ମୁଁ ମାଡ଼ିଦେଲି। ଏ ଭିତରେ ମା ତାଙ୍କର ପିଠା ଘେନି ଚାଲି ଆସିଲେ। ହଉ, ଭଲ କଲୁ। ନଳିତା କାଟୁ କାଟୁ ହରିଆ କହିଲା। ଏହି ସମୟରେ ବିଚ୍ଛନ୍ଦ ଆସି ସେଠି ପହଞ୍ଚିଗଲା। କିରେ ହରିଆ, ବାଃ, ତୋ ପାହି ତ ଆଗେ ଚାଲିଛି। ମୁଁ ଜାଣେ ପରା, ତୋ ପରି କାମିକା ଏଗୁଡ଼ାକ କେହି ନୁହନ୍ତି। ସେଇଥିପାଇଁ ଏଥର ତୋତେ ଆମ ଲାଗି ମୂଲିଆ କରିବା କଥା ଠିକ୍ କରିଛି। କଥା କୁହ ନାହିଁ ବାବୁ, କଥା କହିଲେ କାମ ଢିଲା ହୁଏ। ହଁ ହଁ, ତା ଏକା ଠିକ୍। ଏଇ କାମ ପାଇଁ, ଏଇ ଜିଗିରଦାର କାମ ପାଇଁ ତ ତୋତେ ମୁଁ ଛାଡ଼େ ନାହିଁ। ଆଉ ହଁ, ସେ 12 ମାସିଆ ହବା କଥା ତୋର କ'ଣ ହେଲା ରେ? ତମରି ଦାନାକୁ ତ ଆଶ୍ରା ବାବୁ ସବୁଦିନେ। ହଁ, ମୁଁ ଜାଣେ ପରା, ତୋ କଥା ସେଇଠି। ହଉ, ତମେ ଯା, ମୋ କାମ ହେଳା ହୋଇଯାଉଛି। ହରିଆ କହିଲା। ହସିଦେଇ ବିଚ୍ଛନ୍ଦ କହିଲା, ସତ ସତ ମୁଁ ଯାଏଁ। ମୁଁ ସେ ଗଛ ମୂଳରେ ବସୁଛି। ତୋ କଥା ସିନା ନିଆରା, ଆଉ ଏ ମୂଲିଆଙ୍କ ଉପରେ ଆଖି ନ ରଖିଲେ କ'ଣ କାମ କରିବେ? ଏହା କହି ସେ 4 ପାହୁଲା ଚାଲିଗଲା। ତାପରେ ହଠାତ୍ ବୁଲି ପଡ଼ି କହିଲା, ଏ ଗୌରୀ, ଆଉ ଗୋଟାଏ ପିକା ମୁଡ଼ି ଦେଲୁ। ବୁଝିଲୁ ନା ହରିଆ, ତୋ ଗୌରୀକୁ ଭଲ ମଜାରେ ପିକା ମୁଡ଼ି ଆସେ ଏକା। ବିଚ୍ଛନ୍ଦ ଚାଲିଗଲା। ଗୌରୀ ସେଠି ଛିଡ଼ା ହୋଇ ରହିଲା। ହରିଆ କହିଲା, ବାବୁ ଡାକିଗଲା, ଯାଉନୁ। ପିକା ମୁଡ଼ିବାକୁ କ'ଣ ଆଉ କେହି ନାହାନ୍ତି ଯେ? ସେଥିରେ କ'ଣ ହେଲା? ମୁନି ବସେ, ଖୁସି କର। ହରିଆ ଆଉ କହିପାରିଲା ନାହିଁ। କୁଆଡ଼କୁ ନ ଚାହିଁ ତା କାମରେ ଲାଗିଲା। କିଛି କ୍ଷଣ ପରେ ପଛକୁ ଚାହିଁଦେଲା ବେଳକୁ ଗୌରୀ ଚାଲିଗଲାଣି। ନଳିତା ଝାଡ଼ରେ ଉହାଡ଼ରେ ସେ ଆଉ ଦିଶିଲା ନାହିଁ। ପୁଣି ସେ କାଟି ଲାଗିଲା। କିନ୍ତୁ କାଟିବାରେ ସତେ କି ତାର ହାତ ଚଳିଲା ନାହିଁ। ସେ ଠିଆ ହୋଇପଡ଼ିଲା। ଦେଖିଲା କ୍ଷେତ କିଆରିର ମୁଣ୍ଡରେ
ଗୋଟାଏ ଆମ୍ବ ଗଛ ତଳେ ବିଛନ୍ଦ ବସିଛି ଗଛକୁ ଆଉଜି। ଆଉ ଗୌରୀ କିଆରୀର ବାହାରେ ବାହାରେ ବୁଲିଯାଇ ପ୍ରାୟ ତା ପାଖ ହୋଇଗଲାଣି। ହରିଆର ବୁଝିବାକୁ ବାକି ରହିଲା ନାହିଁ। ସେ ଗୌରୀ ବିଛନ୍ଦ ପାଖକୁ ଯାଉଛି। ସେ ତତ୍କ୍ଷଣାତ୍ ବସିପଡ଼ି ପୁଣି କାଟି ଚାଲିଲା ବେଦମ୍। ଏହି ସମୟରେ ତାର ଜଣେ ସାଙ୍ଗ ମୂଲିଆର ତୁଣ୍ଡ ଶୁଭିଲା। ସେ ହୁଏତ 2-4 ହାତ ଦୂରରେ କାଟୁଥିଲା, କିନ୍ତୁ ତାକୁ ଦିଶୁନଥିଲା। ସେ ଧୀରେ ଧୀରେ କହୁଛି, ଶଳା ବିଛନ୍ଦା ଭାରି ବାଜି। ଛଞ୍ଚାଣ ପରି ସେଠି ଗଛ ମୂଳରେ ଜଗି ବସିଛି, କାଳେ କିଏ ଗଲତି କରିବ। ଏତିକି ବେଳେ ବିଛନ୍ଦ ସେଇଠି ଥାଇ ଡାକ ମାରିଲା, ହଁ ଜଲ୍ଦି ଜଲ୍ଦି ଫୁର୍ତ୍ତି କର। ଆଉ ଜଣେ କହିଲା, ଦେଖୁଛ ନା ତେଜୁଟା ବେହୁ ପର। ତୃତୀୟ କହିଲା, ମିଞ୍ଜାସଟା ଖୁସ୍ ଅଛି କି ନା। ପ୍ରଥମ କହିଲା, କାହିଁକି ମ? ତୃତୀୟ, ବୁଝିପାରୁନୁ ଗୌରୀ ଟେକି ପାଖକୁ ଗଲାଣି ପରା। ପ୍ରଥମ, କିଏ? ହରିଆ ମାଇପ ନା? ତୃତୀୟ, ଆରେ ହଁ, ଏ ହରିଆ ଶୁଣିବଟି? ହଁ, ହାତୀ ମରି କୁଲା ଢାଙ୍କୁଣୀ ପଡ଼ିଛି। ଏସବୁ କଥା ହରିଆ କାନରେ ଠୁକ୍ ଠୁକ୍ ହୋଇ ବାଜିଲା। ଦେହଯାକ ଲହୁ ଛମ୍ ଛମ୍ ହୋଇ କରି ଉଠିଲା। ସେ ଡବଲ ତେଜରେ ନଳିତା କାଟି ଚାଲିଲା କଚ୍ କଚ୍। ସେ ଯେପରି ବେଗରେ କାଟିବାକୁ ଲାଗିଲା, ସେପରି କାଟି ବସିଲେ ଘଣ୍ଟାକ କାମ 10 ମିନିଟରେ ହୋଇଯିବ। ଚାହୁଁ ଚାହୁଁ ହରିଆ ପାହିଟା ହୁ ହୁ କରି ବଢ଼ି ଚାଲିଲା। ଦିଗ ବିଦିଗ ଶୂନ୍ୟ ହୋଇ କାଟୁଛି, ଯେପରି ତାକୁ ଭୂତ ଲାଗିଛି। ଆଉ ମୂଲିଆମାନେ ବହୁତ ପଛରେ ପଡ଼ିଗଲେ। ସେ କେତେ ଆଗେଇ ଗଲାଣି ତାକୁ ମାଲୁମ ନାହିଁ। ହଠାତ୍ ତାକୁ କାହାର କଥା ଶୁଭିଲା। ସେ ଟିକେ ହାତ ବନ୍ଦ ରଖି କାନ ପାରିଲା। ଗୌରୀର ସୁର। ଗୌରୀ ଚୁପ୍ ଚୁପ୍ ହୋଇ କହୁଛି, କିଏ ଦେଖି ପକାଇବ ଯେ? ବିଛନ୍ଦ କହୁଛି, ହଁ ଦେଖି ପକଉଛି ଖାଲି। ନଳିତା ଆଡ଼ରେ କାହାକୁ କ'ଣ ଦିଶୁଛି? ଆଉ ଯେଝା କାମରେ ତ ଯେଝେ ଲାଗିଛନ୍ତି। କାହାର କାମ ନାହିଁ ଯେ ମୁଁ ଏଠି ଅଛି ବୋଲି। ଏତିକି କହି ପୁଣି ଗୋଟାଏ ଡାକ ଛାଡ଼ିଲା, ଫୁର୍ତ୍ତି କର ଫୁର୍ତ୍ତି କର ଫୁର୍ତ୍ତି। ବସିଲା କିଏ? ପୁଣି ଗୌରୀ କହିଲା, ଛି, ବେଳ କାଳ ନାହିଁ ନା ଏଇଠି ସବୁ ଆମ କତିକି ଘୁଞ୍ଚିଆ। ହରିଆ ଆଉ ସମ୍ଭାଳି ପାରିଲା ନାହିଁ। ତା ମୁଣ୍ଡ ଭିତରେ ଦାଁ କରି ନିଆଁ ହାଲୁକା ଜଳି ଉଠିଲା। ଆଖି ଆଗରେ ଘନ ଅନ୍ଧାର ହୋଇଗଲା। ଦାନ୍ତରେ ଦାନ୍ତ ତାର ରଗଡ଼ି କଡ଼ କଡ଼ ହୋଇ ବାଜି ଉଠିଲା। ସେ କଟୁରୀ ବେଣ୍ଟଟା କଷି କରି ମୁଠା ଭିତରେ ଚାପି ଧରିଲା। ଏକ କୁଦାରେ ହରିଆ ଯାଇ ପଡ଼ିଲା ଆମ୍ବ ଗଛ ମୂଳରେ। ସେତେବେଳକୁ ବିଛନ୍ଦ ଗୌରୀ ବେକରେ ହାତ ପକାଇ ଆଉଜେଇ ଆଣିଛି। ଦୁହିଁଙ୍କ ମୁଣ୍ଡ ପ୍ରାୟ ଲଗାଲଗି ହୋଇଯିବା ଉପରେ। ହରିଆର କଟୁରୀଟା ଥରେ ଡାହାଣରୁ ବାଁକୁ, ପୁଣି ଥରେ ବାଁରୁ ଡାହାଣକୁ ସାଏଁ କରି ଚାଲିଗଲା। ଦୁଇଟା ମଣିଷ ମୁଣ୍ଡ ଆଖି ପିଚୁଡ଼ାକେ ତଳେ ଖସି ଲୋଟି ପଡ଼ିଲା।